ମୁଁ ଯେତେବେଳେ କାମକୁ ଯାଏ ଲିଫ୍ଟ ଭିତରେ ସେ ଆସିକିନା ମୋତେ ଭିଡ଼ା ଭିଡ଼ି କରେ, ଧରାଧରି କରେ, କିସ୍ ପିସ୍ କରେ। ତାପରେ ଧୀରେ ଧୀରେ ମୋତେ କହିଲା କି ଫଟୋ ଦିଅ, ଫଟୋ ପଠେଇଲି। ଫଟୋ ପଠେଇଲା ଗୁରୁ ତାପରେ କହିଲା କି ଯଦି ତମେ ନ ଆସିବ ଆମ ରୁମ୍କୁ ମୁଁ ତମ ସ୍ୱାମୀକି ଛାଡ଼ିଦେବି, ନହେଲେ ଫେସବୁକ୍ରେ ଛାଡ଼ିଦେବି, ଆଉ ତମେ ଆଇବାକୁ ବାଧ୍ୟ। ଯେତେବେଳେ ମୁଁ ଗଲି ତାଙ୍କ ରୁମ୍କୁ ସେ ଖରାପ କାମ କଲା, ସେ ଭିଡ଼ିଓ ବି ରଖିଲା। ତାପରେ ମୋତେ ଡାକିଲା ଏଇଠିକି ଆସ, ଆଜି ଓୟେ ଯିବା ଆସ, ନହେଲେ ତ ଖଣ୍ଡଗିରି ଯିବା ଆସ, ନ ଗଲେ କହିକି ତମ ସ୍ୱାମୀକି ଛାଡ଼ିଦେବି, ନହେଲେ ଫେସବୁକ୍ରେ ଛାଡ଼ିଦେବି। ଏମିତି ସବୁ କରୁଥାଏ ଆଜ୍ଞା। ମୋର ଖରାପ ଫଟୋ, ଛାତିର ବଡିର ବଡି ପାର୍ଟର ସବୁ ଫଟୋ। ହଁ ମାଗେ, ପଠ ମୁଁ ଟିକେ ଦେଖିବି, ଆଉ ମୁଁ ଶୋଇପାରୁନି, ଆଉ ମୋତେ ପଠ ମୁଁ ଦେଖିବି, ଏମିତି କହୁଥାଏ। ନାଇଁ ଆଜ୍ଞା, ମୁଁ ସେଇଠି ଯେଉଁ କାମ କରୁଥିଲି ସେ ପାଖକୁ ଆସେନି, ସେ ଯେଉଁ ଲିଫ୍ଟ ଭିତରେ ଆସେ ସେତିକି। ତାପରେ ଆମ ଘରକୁ ବି ଥରେ ଆସିଥିଲା, ସିଏ ମୋତେ ବହୁତ ଥର ଡାକିଲା ପରେ ମୁଁ ବି ଡାକିଥିଲି ତାକୁ ଘରକୁ ଥରେ। ଘରକୁ ଆସିକିରି ସେଇ ଖରାପ କାମ ଆମର ସମ୍ପର୍କ ହେଲା। ନାଇଁ ମୋ ପୁଅ ହଷ୍ଟେଲରେ ରହୁଥାଏ ଆଜ୍ଞା। ହଁ ୱାନ୍ ଟୁରେ ରୁହେ ଆଜ୍ଞା। ତାର ପ୍ରଥମରୁ 1-2ରେ କାମ। ହଁ ସେଇଠି ଏପଟେ 6ଟା ସେପଟେ 6ଟା, 12ଟା ଲିଫ୍ଟ। ହଁ ହଁ ଆଜ୍ଞା, ଗୋଟେ ଲିଫ୍ଟରେ ନିଏ। ମୁଁ ଟାୱାର 2ରେ କାମ କରେ, ଟାୱାର 1ରେ ମୋର କାମ ନାହିଁ, ଟାୱାର 2ରେ ସେ ଜଗିକି ଥାଏ। ମୁଁ ତାକୁ ଯେତେ ମନା କଲେ ବି ସେ ଲିଫ୍ଟ ଭିତରେ ପଶିଯିବ। ମୁଁ କହି ସିଡ଼ିରେ ମୁଁ ନହେଲେ ପଳେଇବି, ଗଲେ କହିବ କି ସିଡ଼ି ମୁଁ ବ୍ଲକ୍ କରିଦେବି। ନାଇଁ କହିବ ସମ୍ପର୍କ ମାନେ କହିବ ଲିଫ୍ଟ ଭିତରେ ଯଦି ତମେ ନ ଯିବ ବୋଲେ ମୁଁ ସିଡ଼ି ବ୍ଲକ୍ କରିଦେବି। ଆଜ୍ଞା ଥରେ କୁହା ହେଇଥିଲା, ମଣ୍ଟୁ ସାର୍କୁ କୁହା ହେଇଥିଲା। ସେ କହିଲେ ହଉ ମୁଁ ସବୁ ସାଇଜ୍ କରିଦେବି। କହିଲେ କି ମୋ ସ୍ୱାମୀ, ମୁଁ କହିନି ଆଜ୍ଞା, ମୋ ସ୍ୱାମୀ ଯାଇକିରି ସେଠି ଗୋଟେ ଦିନ ଝଗଡ଼ା କଲା ଗୁରୁ ମଣ୍ଟୁ ସାର୍ କହିଲେ କି ହଉ ଆମ ଭିତରେ ଭିତରେ ସବୁ କଥାଟାକୁ ମେକଅପ୍ କରିକିରି ଆମେ ରଖିଦେବା, ଏମିତି କହିଲେ। ମୋ ସ୍ୱାମୀ କହିଲେ କି ଆଉ ଏମିତି ସେ ପିଲା ମୋ ସ୍ତ୍ରୀ ସାଥିରେ ଖରାପ ସମ୍ପର୍କ ରଖିଛି, ଆଉ ତାକୁ ମୁଁ ବାଡ଼େଇବି ପିଟିବି, ଏମିତି କହିଲା ଗୁରୁ ସେ କହିଲା କି ଆଉ ନାଇଁ ଆମେ ତାକୁ ବୁଝାବୁଝି କରିକିରି ତାକୁ ପଠେଇଦେବୁ, ଆଉ ତମେ ବ୍ୟସ୍ତ ହୁଅନ। ନାଇଁ ତାପରେ ଆମର ଝଗଡ଼ା ହେଲା, ମୋ ସ୍ୱାମୀ ଆଉ ମୋତେ କାମକୁ ଛାଡ଼ିଲେନି, ତାପରେ ମୁଁ ଆଉ ସେବୁଠୁ କାମକୁ ଯାଇନି ଆଜ୍ଞା। ନାଇଁ ଆଜ୍ଞା କହିନି କିଛି, କହିନି, ମୋର ଡରଉଥିଲା ନା, ମୁଁ କହିଦେବି ମୋ ଫଟୋ ସବୁ ରଖିଥିଲା, କହିଦେବି ଛାଡ଼ିଦେବି, ଏମିତି କହୁଥାଇ, ସେ ଯେଉଁ ମୁଁ କହିପାରୁନି ଆଜ୍ଞା। ଡରରେ ମୁଁ ଗୋଟେ ଥିଲି ନା, ନେଇଗଲା ଆଜ୍ଞା। ହଁ ଏବେ ତାହେଲେ କ'ଣ କରିବେ? ଏବେ ଆଜ୍ଞା ତାକୁ ଧର, ପୁଲିସ ବାଲା ତାଙ୍କୁ ଧରନ୍ତୁ, ପନିଶମେଣ୍ଟ ପାଉ, ମୋ ପଇସା ଦେଇଦେଉ। ପଇସା ପାଇଗଲେ କ'ଣ ଆପଣ ସ୍ୱାମୀ ଆପଣଙ୍କୁ ନେଇଯିବ? ନାଇଁ ଆଜ୍ଞା, ମୋ ସ୍ୱାମୀ ଆଉ ରଖିବେନି ମୋତେ। କ'ଣ କରିବେ? ମୁଁ ମୋ ପିଲାକୁ ମୁଁ ଧରିକି ରହିବି, ସିଏ ତାର ମୋର ପଇସା ଦେଇଦେଉ, ସିଏ ତାକୁ ଯାହା କେସ୍ ହେଇଛି ସେ ଥାନାରେ ଯାଉ। ନାଇଁ ଆଜ୍ଞା, କାହିଁ ସିଏ ଠକିକିରି ତ ପଳେଇଲା, ଆଉ ତାକୁ ବାହା ହେଇକିରି କ'ଣ ମିଳିବ? ନାଇଁ ଆଜ୍ଞା, ସେ ଗୋଟେ ଥର ଛାଡ଼ି ଦେଇକି ପଳେଇଲା, ଆଉ ଥରେ ବାହା ହେଇକି ଛାଡ଼ି ଦେଇକି ପଳେଇବ, ତାର କିଛି ଠିକ୍ ନାହିଁ। ଆଉ ଆଜ୍ଞା କୋଉ ହିସାବରେ ବାହା? ଏବେ ତ କଥାବାର୍ତ୍ତା ହେଉଥିଲା, ମୋ ସ୍ୱାମୀ ଖାଲି ଜାଣିଲା ବୋଲି ସିଏ ଛାଡ଼ି ଦେଇକିନା ପଳେଇଲା, ଆଉ ଏବେ ବାହା ହେଇସାରିଲା ପରେ ଆଉ ଥରେ ଛାଡ଼ି ଦେଇକି ପଳେଇବ, ମୁଁ କାହାର ହେବି? ମୁଁ ଏକଲା ରହିବାଟା ତାଠୁ ଭଲ। ନାଇଁ ଆଜ୍ଞା, ସେ ଗୋଟେ ଥର ଛାଡ଼ିକି ପଳେଇଲା, ଆଉ ଥରେ ଛାଡ଼ିକି ପଳେଇବ। ନାଇଁ ଆଜ୍ଞା, ମୁଁ ଆଉ ଯିବିନି। ତାକୁ ଗୋଟେ ବଡ଼ ପନିଶମେଣ୍ଟ ମିଳୁ, ମୁଁ ଚାହୁଁଛି, ଆଉ କିଛି ନାହିଁ।